ସେହି ରାତିରେ ରାଜା ଶୋଇପାରିଲା ନାହିଁ। ଏଣୁ ସେ ସ୍ମରଣୀୟ ଇତିହାସ ପୁସ୍ତକ ଆଣିବାକୁ ଆଜ୍ଞା ଦେଲା। ପୁଣି ତାହା ରାଜା ସାକ୍ଷାତରେ ପାଠ କରାଗଲା। ତହିଁରେ ଏହି ଲିଖିତ କଥା ଲେଖାଗଲା, ରାଜାର ନପୁଂସକ ବିଗ୍ଥନ ଓ ତେରସ ନାମକ 2 ଜଣ ଦ୍ୱାରପାଳ ଅକ୍ଷୟଶର ରାଜାକୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦକ୍ଷ ତହିଁର ସମ୍ବାଦ ଦେଇଥିଲା। ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦକ୍ଷକୁ କି ପ୍ରକାର ସମ୍ମାନ ଓ ସୁବୋଧ ଦିଆଯାଇଅଛି? ରାଜାର ସେବାକାରୀ ଦାସମାନେ କହିଲେ, ତା ପାଇଁ କିଛି କରାଯାଇ ନାହିଁ। ତେଣୁ ରାଜା ପଚାରିଲା, ପ୍ରାଙ୍ଗଣରେ କିଏ ଅଛି? ଏହି ସମୟରେ ହାମାନ ଆପଣା ପ୍ରସ୍ତ ଫାଶୀ କାଠରେ ମର୍ଦ୍ଦକ୍ଷକୁ ଫାଶୀ ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲା। ତେଣୁ ରାଜାର ଦାସମାନେ ତାହାକୁ କହିଲେ, ଦେଖନ୍ତୁ, ହାମାନ ପ୍ରାଙ୍ଗଣରେ ଠିଆ ହୋଇଅଛି। ତେବେ ରାଜା କହିଲା, ସେ ଭିତରକୁ ଆସୁ। ତେଣୁ ହାମାନ ଭିତରକୁ ଆସନ୍ତେ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି ତାହା ପ୍ରତି କ'ଣ କରାଯିବ? ହାମାନ ମନେ ମନେ ଭାବିଲା, ରାଜା ମୋ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ? ତେଣୁ ହାମାନ ରାଜାଙ୍କୁ ଉତ୍ତର ଦେଲା, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟ ଭୂଷିତ ଅଶ୍ୱ ଅଣାଯାଉ। ଆଉ ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି ତାହାକୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦ୍ୱାରରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି ତାହା ପ୍ରତି ଏ ରୂପ କରାଯାଏ। ଏଥିରେ ରାଜା ହାମାନକୁ କହିଲା, ତୁମ୍ଭେ ଏହା ଶୀଘ୍ର କର। ଯେପରି କହିଲ ସେପରି ସେହି ବସ୍ତ୍ର ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦକ୍ଷ ପ୍ରତି କର। ତୁମେ ଯେ ସକଳ କଥା କହିଅଛ ତହିଁରୁ କିଛି ଊଣା ନ କର। ତେଣୁ ହାମାନ ସେହି ବସ୍ତ୍ର ଅଶ୍ୱ ନେଇ ମର୍ଦ୍ଦକ୍ଷକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗରର ଦାଣ୍ଡରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି ତାହା ପ୍ରତି ଏ ରୂପ କରାଯାଏ, ଏହି କଥା ତାହାର ଆଗେ ଆଗେ ଘୋଷଣା କଲା। ଏଉତାରେ ମର୍ଦ୍ଦକ୍ଷ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମାନ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା। ପୁଣି ହାମାନ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାରିଜା ସେରସକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ଭାରିଜା ସେରସ ତାହାକୁ କହିଲେ, ଯାହା ସାକ୍ଷାତରେ ତୁମର ଏହି ପତନର ଆରମ୍ଭ ହୋଇଛି, ସେ ମର୍ଦ୍ଦକ୍ଷ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ ତେବେ ତୁମେ ତାହାକୁ ଜୟ କରିପାରିବ ନାହିଁ, ମାତ୍ର ତାହାର ସାକ୍ଷାତରେ ନିତାନ୍ତ ପତିତ ହେବ। ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜାର ନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜକୁ ହାମାନକୁ ନେବା ପାଇଁ ଚଞ୍ଚଳ ହେଲେ।